नमस्कार जय जगन्नाथ सांग मैंने मु पितालीसा मो स्वागत करुछि मो यूट्यूब चैनल को। ଏହି ଭିଡ଼ିଓରେ ଜଗତସିଂହପୁର ସ୍ଥିତ ବାବା ଗୋରଖନାଥଙ୍କ ପୀଠ ବିଷୟରେ ଜାଣିବା। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ପସନ୍ଦ ଆସିଲେ ଲାଇକ୍ କରନ୍ତୁ। ବାବା ଗୋରଖନାଥ ହେଉଛନ୍ତି ମହାଦେବଙ୍କର ଏକ ଅଂଶ। ସ୍ଥାନରେ ବାବା ଗୋରଖନାଥ ବାଘ ଚମଡ଼ା ଉପରେ ବସି ଧ୍ୟାନ କରି ଆସୁଛନ୍ତି। ଏହି ମନ୍ଦିରରେ ଏବେ ଝିଟିପିଟି ରୂପରେ ଦର୍ଶନ ଦେଉଛନ୍ତି ବାବା ଗୋରଖନାଥ। ଅନାଦି କାଳରୁ ଏହି ସ୍ଥାନରେ ଏକ ଅଖଣ୍ଡ ଧ୍ୱନି ଜଳି ଆସୁଛି। ସାପ କାମୁଡ଼ା ରୋଗୀ ଏହି ବିଭୂତିକୁ ପାଇଲେ ରୋଗ ଭଲ ହୋଇଯାଏ। ଏହି ମନ୍ଦିରର ଗୋଟେ ସୁନ୍ଦର କାହାଣୀଟି ଅଛି। ଅହଲ୍ୟା ନାମକ ଏକ ବ୍ରାହ୍ମଣୀ ଥିଲା, ଯାହାଙ୍କର 12 ବର୍ଷ ଧରି କିଛି ସନ୍ତାନ ନଥିଲା। ଦିନେ ତ୍ରିକାଳଦର୍ଶୀ ବାବା ଅଚ୍ୟୁତାନନ୍ଦ ଭିକ୍ଷା ପାଇଁ ବ୍ରାହ୍ମଣୀଙ୍କ ଦ୍ୱାରକୁ ଆସିଥିଲେ ଓ ବ୍ରାହ୍ମଣୀର ଦୁଃଖ ଦେଖି ତାଙ୍କୁ ବିଭୂତି ଖାଇବା ପାଇଁ ଦେଇଥିଲେ। ସାହି ପଡ଼ିଶାର ଲୋକଙ୍କ କଥା ଶୁଣି ବ୍ରାହ୍ମଣୀକୁ ସେ ବିଭୂତିକୁ ନ ଖାଇ ଗୋବର ଖତ ଭିତରକୁ ଫିଙ୍ଗି ଦେଇଥିଲେ। 6 ବର୍ଷ ବିତିଗଲା ପରେ ପୁଣି ବାବା ଆଉ ଥରେ ସେ ବ୍ରାହ୍ମଣୀର ଦ୍ୱାରକୁ ଭିକ୍ଷା ମାଗିବାକୁ ଆସିଥିଲେ। ବ୍ରାହ୍ମଣୀ ସବୁ ଦୁଃଖ ଜଣାଇଥିଲେ। ବ୍ରାହ୍ମଣୀ ଯେଉଁଠି ବିଭୂତି ଫିଙ୍ଗି ଦେଇଥିଲେ ସେଇଠିକୁ ବାବା ଗଲେ। କିଛି ପବିତ୍ର ପାଣି ଛିଞ୍ଚିବା ପରେ ସେଥିରେ ଗୋଟିଏ 12 ବର୍ଷର ବାଳକ ଉତ୍ପନ୍ନ ହେଲା। ସେ ହେଉଛନ୍ତି ନିଜେ ବାବା ଗୋରଖନାଥ। ଗୋବରରୁ ଜନ୍ମ ନେଇଥିବାରୁ ତାଙ୍କର ନାମ ଗୋରଖନାଥ କୁହାଯାଇଛି। ଆଜି ବି ଏଠାରେ ବହୁତ ପ୍ରକାରର ସାପ ରହିଛନ୍ତି, କିନ୍ତୁ କୌଣସି ଭକ୍ତଙ୍କର କିଛି କ୍ଷତି କରନ୍ତି ନାହିଁ। ଏହି ମନ୍ଦିରକୁ ବିଭୂତି କ୍ଷେତ୍ର ମଧ୍ୟ କୁହାଯାଏ। ଆପଣମାନେ ଥରେ ଏହି ଜାଗାକୁ ବୁଲିବା ପାଇଁ ନିଶ୍ଚୟ ଆସନ୍ତୁ। ଏଠାରେ ପାଣିରେ ମାଛମାନେ ଅଛନ୍ତି। ଭକ୍ତମାନେ ମାଛମାନଙ୍କୁ ଖଇ ଖାଇବା ପାଇଁ ଦିଅନ୍ତି। भिडियोटी भल लगे निश्चय कमेंट करेंगे। चैनल को नुआ आसी सब्सक्राइब करने को जमा भी भूल।